नमस्कार जय जगन्नाथ सांग माने तो देखो पितल बासन केते सुंदर माजिची। तो चलतु आज आम बनइबा होममेड पीताम्बरी पाउडर। तो मुझे बनई से पाउडर आपण मैंने रखिकी घरे बहुत दिन पर्यटन यूज करें। तो देखो मुझे पाउडर बनई पीताम्बरी पाउडर आ पाउडर को आम स्टोर कर रखिपर मार्केट रू न कि आनी घरे यूज कर। तो देखो केते सुंदर पूरा चकचक होमर पीतल बासन। ସେଥିପାଇଁ ଆମକୁ ପ୍ରଥମେ ଅଟା ନେବାକୁ ପଡ଼ିବ, ତାପରେ ସର୍ଫ, ତାପରେ ଏଟା ଗେରୁ, ଏ ସବୁକୁ ଆମେ ମିଶେଇ ଦେବା। ତ ଯେତିକି ଅଟା ନେବେ ତାର ଅଧା ସର୍ଫ ନେବେ, ତାପରେ ଅଧା ଗେରୁ ନେବେ, ତାପରେ ଆମେ ସେଟାକୁ ମିଶେଇକି ସେଥିରେ ସାଇଟ୍ରିକ୍ ଏସିଡ୍ ଟିକେ ମିଶେଇ ଦେବା। ଆଉ ଏଇଟାକୁ ଆମେ ରଖିକି ସବୁବେଳେ ମାନେ ମାସେ 2 ମାସ ପର୍ଯ୍ୟନ୍ତ ମଧ୍ୟ ୟୁଜ୍ କରିପାରିବା। ତାପରେ ସେଥିରୁ ଅଳ୍ପ ନେଇକି ଆମେ ଏଟାକୁ ମାଜିବା। ଯଦି ଆପଣମାନଙ୍କ ପାଖରେ ସାଇଟ୍ରିକ୍ ଏସିଡ୍ ନଥିବ ଆପଣମାନେ ଲେମ୍ବୁ ଦେଇପାରିବେ। ତାପରେ ଦେଖନ୍ତୁ କେତେ ସୁନ୍ଦର ଆମର ଚକଚକ ହେଇଗଲାଣି ପିତ୍ତଳ ବାସନ। ଅଳ୍ପ ଟିକେ ଆମେ ମାଜିଲା ମାତ୍ରେ ଆପଣମାନେ ଦେଖିବେ ପିତ୍ତଳ ବାସନ ସବୁ ଚକଚକ କରିବ, ପୂଜା ବାସନ। ତାପରେ ଆପଣମାନେ ଯଦି ସିଲଭରର, ରୂପାର ମଧ୍ୟ ମାଜି ପାରିବେ ଏଥିରେ। ଆଉ ଦେଖନ୍ତୁ କେତେ ସୁନ୍ଦର ବନିଗଲା, ଆମର ସଫା ହେଇଗଲା। ରହୁଛି, ପୁଣି ମିଶିବା ନେକ୍ସଟ ଭିଡ଼ିଓରେ। ଭଲ ଲାଗିଲେ ଲାଇକ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।